ମୋବାଇଲ ଭାଇ ପଚାରନ୍ତୁନି ସତ କଥା କହୁଛି। ପଚାର। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ବହୁତ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ଏବେ ମୋର ଦେହ ପୁରା ଠିକ୍ ହେଇଯାଇଛି। ତ ଚାଲନ୍ତୁ ଆଜି କ'ଣ କିଚେନରେ କରିବା, ଚାଲନ୍ତୁ ଆପଣମାନଙ୍କୁ ଦେଖେଇବି। ଫୁଲକୋବି ଆଭେଲେବୁଲ୍ ପୁରା ପ୍ରବଳ, ତ ସେଥିପାଇଁ ଆଜି ଫୁଲକୋବି ପକୋଡ଼ା ହେବ। ଏବେ ତ ଫୁଲକୋବି ଭଲ ଲାଗେନି, ଆପଣଙ୍କୁ ଜାଣିଥିବେ। ତ ଚାଲନ୍ତୁ ଫୁଲକୋବି ପକୋଡ଼ା ଏବେ ରେଡ଼ି କରିବା। ଠିକ୍ କାମ ଟାଇମ୍ରେ ହିଁ ତୁମେ ଆସିଛ। ହେଠି କୁମରେ କ'ଣ କରୁଛ? ଲୁଚିଛ କାହିଁକି? ଥଣ୍ଡା ହେଇଗଲାଣି। ରେଡ଼ି କରିଦେଇଛି, ଆସ। କୋଟି ଦେଖିବାଟା ଭଲ ନୁହେଁ ହେଲା। ମାନେ କ'ଣ କି ଆଉ କ'ଣ କି ଆଉ କ'ଣ ମୁଁ ଦେଇନି ଏକ ବାଟ। ପକୋଡ଼ା ରେଡ଼ି ହେଇଯାଇଛି, ଆପଣ ଏବେ ଖାଇପାରନ୍ତି। ପକୋଡ଼ା ତ ଭଲ ଲାଗୁନି, କ'ଣ ପାଇଁ କୁହନି? ଟିଭି ଚାଲିଛି। ଭିଡ଼ିଓ କଲାବେଳେ ଲାଜ ଲାଗୁଛି। ଏମିତିରେ ତ ଆସୁନ, କେହି ଟିକେ ଆଣୁଛି, ଏ ତାହେଲେ ପୁରା ଲାଜ ଆଉ। ଗରମ ହେଇଛି ପ୍ରବଳ ଦେଖିକି। କୋବି ତ ଆଭେଲେବୁଲ୍, ଶୀତ ଦିନ ନା, ଭଲ ଲାଗେନି ଖାଇ ସେଥିପାଇଁ ପକୋଡ଼ା କରିକି ହିଁ ଖାଇକି ସାରିବା ନା। ନେଇ ଆସ ଏଇଠି। ମୋବାଇଲ ଭାଇ ପଚାରନ୍ତୁନି ସତ କଥା କହୁଛି। ପଚାର। ଅତି ଗୋଟେ ମୋତେ ଭଲ। ତାଙ୍କୁ ଭିଡ଼ିଓ କଲାବେଳକୁ ସେ ପ୍ରବଳ ରାଗୁଛନ୍ତି। ମୁଁ ଏଠି ଲୁଚେଇକି ଧରିଛି ମୋବାଇଲ। ମୋ ଭଳି ପରିସ୍ଥିତି କାହା କାହା ସହିତ ହେଇଛି ନିଶ୍ଚିତ କମେଣ୍ଟରେ ଜଣେଇବେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।